ଶୁଣିଛି ଆତ୍ମାରେ ପରମାତ୍ମା ରୁହନ୍ତି। ସେ ଆତ୍ମାକୁ ମୁଁ କେବେ ଦେଖିନି, କିନ୍ତୁ ପରମାତ୍ମାଙ୍କୁ ଦେଖିଛି। ମନ୍ଦିରରେ, ମସଜିଦରେ, ଗୁରୁଦ୍ୱାରରେ, ଚର୍ଚ୍ଚରେ, ନିଜ ଘରେ, ବାଟ ଚାଲିଗଲେ ଛୋଟ ଛୋଟ କୁନି କୁନି ଦୋକାନରେ କୁହନ୍ତି ସିଏ ହିଁ ହେଉଛନ୍ତି ପରମାତ୍ମା। ସେ ମୂର୍ତ୍ତିରେ ଭଗବାନ ରୁହନ୍ତି, ସେ ଈଶ୍ୱର ରୁହନ୍ତି, ଆଲ୍ଲା ରୁହନ୍ତି, ଯୀଶୁ ରୁହନ୍ତି। ମୁଁ ସବୁ ଭଗବାନଙ୍କୁ ମାନେ। ମୋ ପାଇଁ ସବୁ ଭଗବାନ ଗୋଟିଏ। ସବୁ ଆକାର ଦେଇଛନ୍ତି ମଣିଷମାନେ। ଯେଉଁ ମଣିଷକୁ ସେ ଈଶ୍ୱର ବନେଇଛନ୍ତି, ସେଇ ମଣିଷ ଈଶ୍ୱରଙ୍କୁ ବନଉଛନ୍ତି କିଛି ଆକାର ଦେଇକି। ମୁଁ ଯେତିକି ଜାଣିଛି, ଗୋଟେ ପଥରକୁ ବହୁତ ସୁନ୍ଦରରେ ହାତୁଡ଼ିର ଚୋଟରେ ନିଖୁଣ ଭାବରେ ଗୋଟେ କାରିଗର ମୂର୍ତ୍ତି ରୂପରେ ଗଢ଼େ, କିନ୍ତୁ ତଥାପି ସେଥିରେ ଈଶ୍ୱର ବାସ କରିନଥାନ୍ତି। କାରଣ ଯେତେବେଳେ ଦୋକାନରେ ଏମିତି ପାଣି କାଦୁଅରେ ପଡ଼ିଥାନ୍ତି ବିକ୍ରି ହେବା ପାଇଁ ଗୋଦାମରେ, କାରଣ ତାକୁ ତ କେହି ଭଗବାନ ବୋଲି ମାନନ୍ତିନି। ସେଠି ଏତେ ଗଦା ହେଇକି ପଡ଼ିଥାନ୍ତି, କାରଣ ଭଗବାନ ତ ବହୁତ ଭବ୍ୟ ରୂପରେ ପୂଜା ପାଆନ୍ତି ନା। ତ ସେଠି ତା'ମାନେ ସେଠି ଭଗବାନ ନାହାନ୍ତି, ଓନ୍ଲି ମୂର୍ତ୍ତି ଅଛନ୍ତି। ତାପରେ ସେଠୁ ଆଣିଲା ପରେ ମନ୍ଦିରରେ, ମସଜିଦରେ, ଗୁରୁଦ୍ୱାରରେ, ଚର୍ଚ୍ଚରେ, ଯେଉଁଠି ବି ଯିଏ ଯେଉଁ ମୂର୍ତ୍ତିକି ଯେଉଁଠି ରଖିବା କଥା ସ୍ଥାନ ଦେଇକି ତାକୁ ପୂଜା କଲେ, ତାଙ୍କୁ ଆହ୍ୱାନ କଲେ, ତେବେ ଯାଇ ସେ ଭଗବାନ ରୂପରେ ଆସନ୍ତି। କିନ୍ତୁ ତାଙ୍କୁ କିଏ ପୂଜା କରନ୍ତି? ମଣିଷମାନେ। ମଣିଷ ଯେତେବେଳେ ସ୍ନେହରେ, ଶ୍ରଦ୍ଧାରେ, ଭାବରେ ତାଙ୍କ ଆଡ଼କୁ ନିରୀକ୍ଷେଇକି ଅନାଏ, ତେବେ ଯାଇ ସେଠି ଭଗବାନ ବୋଲି ଅଛନ୍ତି ବୋଲି ନିଜକୁ ବିଶ୍ୱାସ ହୁଏ ଯେ ହଁ, ଏଠି ଏବେ ଭଗବାନ ଅଛନ୍ତି। ତା ମାନେ ସର୍ବପ୍ରଥମେ ଭଗବାନ ଏଇ ମନରେ ଆଉ ଭାବରେ ଆଉ ଏଠି ମସ୍ତିଷ୍କରେ ରୁହନ୍ତି। ତାପରେ ଗୋଟେ ପଥରର ମୂର୍ତ୍ତି ଉପରେ ରୁହନ୍ତି। ତାମାନେ ପ୍ରତିଟି ମଣିଷ ଭିତରେ ଭଗବାନ ଅଛନ୍ତି। ତ ସବୁ ମଣିଷ ଯଦି ଗୋଟେ କଥା ଭାବି ନେବେ ଯେ ମୋ ଭିତରରେ ଈଶ୍ୱର କେବେ ଖରାପ କରିବନି, ଖରାପ ଭାବିବନି, ଖରାପ ଶବ୍ଦରେ କଥା ହେବନି, କାହାର କେବେ ଅନିଷ୍ଟ କରିବନି, ତାହେଲେ ସେ ମଣିଷଟା ନିଜେ ଈଶ୍ୱର ତୁଲ୍ୟ ହେଇଯିବ। ତ ଭଗବାନଙ୍କୁ କୌଣସି ପଥର ମୂର୍ତ୍ତିରେ ଖୋଜିବା ବଦଳରେ ନିଜ ଭିତରେ ଖୋଜନ୍ତୁ, ଆଉ କାହାର ଧର୍ମକୁ ଅପମାନିତ କରନ୍ତୁନି। କାରଣ ସବୁ ଧର୍ମ ଗୋଟିଏ, ସର୍ବଶ୍ରେଷ୍ଠ ହେଉଛି ମଣିଷ। ଯେଉଁ ଧର୍ମରେ ଯିଏ ବି ଥାଆନ୍ତୁ, ସେମାନେ ସମସ୍ତେ ହେଉଛନ୍ତି ମଣିଷ, ଆଉ ତାକୁ ସେ ଈଶ୍ୱର ବନେଇଛି, ସେ ପରମେଶ୍ୱର ବନେଇଛି, ସେ ପ୍ରଭୁ ବନେଇଛନ୍ତି, ସେ ଆଲ୍ଲା, ସେ ଯୀଶୁ, ଯିଏ ବି ବନେଇଛି, ସେ ଆମକୁ ବନେଇଛନ୍ତି। ଆମେ ଭଗବାନଙ୍କୁ ବନେଇ ପାରିବାନି। ଆମ ଭାବରେ ଭଗବାନ ଥାଆନ୍ତି। ଆମେ ପଥରକୁ ବି ଭାବରେ ଯଦି ଅନେଇ ଦେବା, ସେ ପଥର ବି ପୂଜ୍ୟ ତୁଲ୍ୟ ହେଇଯିବ। ମୋ କଥା ଯଦି ଖରାପ ଲାଗିଥିବ କ୍ଷମା ମାଗୁଛି, କିନ୍ତୁ ମୁଁ ଜାଣିଛି ମୁଁ ଠିକ୍ କହୁଛି, କାରଣ ମୋ ଈଶ୍ୱର ମୋତେ କହୁଛନ୍ତି ତୁ ଠିକ୍ କହୁଛୁ।